ଜଗନ୍ନାଥଙ୍କ ମନ୍ଦିରରେ ଗୋଟେ ଛୋଟିଆ କୃଷ୍ଣ ମୂର୍ତ୍ତି ସେ ମନ୍ଦିର ଭିତରେ ଅଙ୍କନ ହେଇଛି। ଯେତେବେଳେ ଏଇ ସେବକ ପାଖରେ ଏତେ ଜଞ୍ଜାଳ ନଥିଲା, ମୁଁ ଦାନ୍ତ ଘଷୁ ନଥିଲି, ମୁଁ ଗାଧୋଉ ନଥିଲି, ଆଉ ମୁଁ ଭାତ ଖାଉନଥିଲି, ସିଝା ଖାଉଥିଲି, ଅଲଣା ଖାଉଥିଲି, ମଉ ନଥିଲି। ସେଇ ସମୟରେ ମୁଁ ଅନେକ ଥର ମହାପ୍ରସାଦ ପାଇବା ପାଇଁ ପୁରୀ ଯାଏ। ଗୋଟିଏ ଜାଗା ମତେ ଭଲ ଲାଗେ, ମୁଁ ସେଇଠି ବସେ। ସେ ଜାଗାଟି ଏମିତି ପ୍ରଚାର ହେଇଗଲା ଯେ ଏଇ ଜାଗାରେ ବାବା ବଳିଆ ବସନ୍ତି। ଆମକୁ ଯିଏ ଜାଣିଛନ୍ତି ସିଏ ଯେତେବେଳେ ଜଗନ୍ନାଥଙ୍କ ମନ୍ଦିରକୁ ଯାଆନ୍ତି ସେତେବେଳେ ସେଇ ମନ୍ଦିର ସେଇ ଜାଗାଟାକୁ ଖୋଜନ୍ତି। ଆଉ ଆମ ସେବକଙ୍କୁ ପଚାରନ୍ତି ବାବା ଆସିନାହାନ୍ତି ନା ନାହିଁ। ଆଚ୍ଛା ଯାହା ହଉ, ଏସବୁ ତ କଥା। ଦିନେ ଜଣେ ସେବକ ମତେ କହିଲେ, ଆପଣ ଯୋଉ ଜାଗାରେ ବସୁଛନ୍ତି ସେ ଜାଗାଟି କଣ ଆପଣ ଜାଣିଛନ୍ତି? ଏ ଜାଗାଟା କଣ? ମନ୍ଦିର ମୂଳରେ ମୁଁ ବହିଛି, ଆଉ କଣ? ନା ନାଇଁ, ଆପଣଙ୍କ ପଛପଟରେ ଗୋଟେ ମୂର୍ତ୍ତି ରହିଛି। ସେ ମୂର୍ତ୍ତିଟି ହଉଛି କୃଷ୍ଣଙ୍କର ମୂର୍ତ୍ତି। ସେ ବଂଶୀ ଧରିଛନ୍ତି, ବଂଶୀ ବିଭୂଷିତ କରା ନବନୀର ଯାତ୍ରା ଗୀତାମ୍ବରା ଅରୁଣ ବିମ୍ବ ଧରସ୍ଥା ପୂର୍ଣ୍ଣେନ୍ଦୁ ସୁନ୍ଦର দরবিন্দ নেত্র কুষ্মাধরণী ଦେଖିଲେ ଆଜି ଦେଖି ପ୍ରକୃତରେ ଦେଖିଲେ ମନଟି ଖୁସି ହେଇଗଲା। ବୋଲି କୃଷ୍ଣ ତମେ ହିଁ ମତେ ଏଠିକି ଟାଣିକି ଆଣିଛ। ମୋର ବସିବା ବହୁତ ଦିନ ହେଇଗଲା। ପୁରୀରେ ମୋର ଆଶ୍ରମର ପିଲାମାନେ, କିଛି ଶିଷ୍ୟମାନଙ୍କର ପିଲାମାନେ ସଂସ୍କୃତ ପଢୁଥିଲେ। ତାଙ୍କୁ ଗୋଟେ ନିର୍ଦ୍ଦେଶ କଲି, ମୁଁ କହିଲି ସମସ୍ତେ ସବୁଦିନେ ସନ୍ଧ୍ୟାରେ ସେଇ କୃଷ୍ଣଙ୍କ ପାଖରେ କିଛି ଦୀପ ଧୂପ ଦରକାର ନାହିଁ, ଗୀତା ଅଧ୍ୟୟନ ତାଙ୍କ ଭିତରେ ସେ ପାଳି କରିକି ସବୁ ପଢିଲେ। ଆଉ ଏଇଭଳି ଭାବରେ ସେମାନଙ୍କର ପାଠ ପଢା ସରିଲା, କିଏ କୁଆଡେ ଗଲେ। ଶେଷକୁ ଜଣେ ପିଲା ରହିଲା। ଆଜି ସେ ଆଶ୍ରମର ସେବକ, ମୋର ପ୍ରୋଗ୍ରାମ ସେକ୍ରେଟାରୀ, ଏବଂ ସେ ବର୍ତ୍ତମାନ ଡକ୍ଟର ଚିଦାନନ୍ଦ ବ୍ରହ୍ମଚାରୀ। ଗୀତାରେ ସେ ଡକ୍ଟରେଟ୍ କରିଛନ୍ତି। ତାଙ୍କୁ ମଧ୍ୟ ଭାରତ ବର୍ଷରୁ ବହୁତ ଡକ୍ଟର ଆଉଛି, ସେ ପଣ୍ଡିତ। ସେଇ ପିଲାଟି ଶେଷକୁ ରହିଲା, ସେ ଗୀତା ପଢୁଛି। ତେବେ ସେ ଗୀତା ଯେତେବେଳେ ପଢୁଛି ତାର ମନ ଭିତରେ ଆସୁଛି ଯେ ସେ ବରୁଣ ସ୍ତମ୍ଭ ପାଖରେ ଯିଏ ଗୀତା ପଢୁଛନ୍ତି କି ବେଦ ପଢୁଛନ୍ତି, ଜଗନ୍ନାଥ ତାଙ୍କ କଥାଟାକୁ ଶୁଣୁଛନ୍ତି। ମୁଁ ତ ବାହାରେ ପଢୁଛି ଗୁରୁଦେବଙ୍କର ଆଦେଶକୁ ପାଳନ କରି, ମୋ କଥା କଣ, ମୋ ଗୀତା କଣ ଜଗନ୍ନାଥ ଶୁଣୁଥିବେ? ତାର ମନରେ এইভাবে এক ভ্রম আসলা। গোটে দিন সে একাদশ অধ্যায় গীতার একাদশ অধ্যায় টিকে বড় অধ্যায় তাকে সে পড়ুଛନ୍ତି। ব্রাহ্মণ পিলা তাকে পড়ুଛନ୍ତି। কেমিতি সরিগলে ଗୋଟେ ଏଡ ବଡ ଅଧ୍ୟାୟଟା ମୁଁ ପଳେଇବି ଘରକୁ ପଳେଇ। ଦିନେ ସଜ୍ଜନ ଗୋଟିଏ ଛୋଟିଆ ପିଲାଟିଏ ଲକ୍ଷ୍ମୀଙ୍କ ମନ୍ଦିର ଆଡକୁ ମାନେ କଳିଆ ପାଦ ତାର ସେ ଧୀରେ ଧୀରେ ଚାଲି ଚାଲି ଆସୁଛି।
ये ताको अनेला एते छोट पिलाटा कुआड़े आसुची केहीटा पछर ना कि आगे ना ये पिलाटा किए छाड़ी दे या भाबुची सारे गीता से आसिक चुप जमी आम झिलिमिली आम पाखे बसिले सेमती चुप आसिक सी चिदानंद पाखे बस गीता से पढ़िले ये शुणुं ये भावुं एड़े गुलुगुलिया छुआटा गीता सरीगले पचारि तो बापा ना कौन तो माँ ना कौन पुईर कौ साई तुम घर किंतु से बड़ अध्यायटा सरू नहीं धीरे धीरे सरीगला ओम नमो भगवते वासुदेवाय मंत्र को जप करी मुंडरे गीता को मारे गीता को प्रणाम जनइले आखि फिटेरा लोक देखिले से आउ भाविले गले कुआड़े ये पिलाटा गला कुआड़े से निजे उठी जाइकरी मंदिर चारिपाख जाक बुली आसिले से भलिया पिला से आउ देखिले ये कथा जितेबाला मते से कहले से बाबू तू जो भावुलु ये मंदिर बाहर बसी मु गीता पढ़ुची मो गीता कौन जगन्नाथ शुणु तो गीता जगन्नाथ शुणुं यही कथा को से प्रमाण कर आम चैनल लाइक करंतु, सब्सक्राइब करंतु, बेल आइकन रे प्रेस करंतु, शेयर करंतु।